ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ଟୁ ଆୱାର ୟୁଟ୍ୟୁବ ଚ୍ୟାନେଲ ପ୍ରୋ ଓଡ଼ିଶା। ତ ପିଲାମାନେ ଏଇ ଚ୍ୟାନେଲରେ ଆମେ ଅଲରେଡି ମ୍ୟାଥର 2025ର ମ୍ୟାଥର ଆଦର୍ଶ 2025ର ମ୍ୟାଥର ସମସ୍ତ ଆଦର୍ଶ ଗୋଷ୍ଠୀ କରିଦେଇଥିଲେ। ଆଜି ଯିବା ସାଇନ୍ସ ଆଣ୍ଡ ସୋସିଆଲ ସାଇନ୍ସ କରିବା ହେଲା। ତ ସାଇନ୍ସର ପ୍ରଥମ କ୍ୱେଶ୍ଚିନ୍ ଦେଖ, ହେଲା ଦେଖ, ମଣିଷ ଶରୀରର ତାପମାତ୍ରା ଅଧିକ ହୋଇଗଲେ କଣ କରିବ? କଣ କରିବା? ତାପମାତ୍ରା ଯେତେବେଳେ ଅଧିକ ହେଇଯିବ, ଦେଖ ତମର ପଡିବ ସାଇନ୍ସ ପଡିବ 15 ମାର୍କ, ସୋସିଆଲ ସାଇନ୍ସ 15 ମାର୍କ ହେଲା। ଯଦି 15 ମାନେ ପାଖାପାଖି ସାଇନ୍ସ 15 ପାଖାପାଖି 14 କି 13 ଭଳିଆ ମାନେ ରଖିବା ପାଇଁ ବାକି ସୋସିଆଲ ସାଇନ୍ସ ଟା ଚେଷ୍ଟା କରିବ 10+ ରଖିବା ପାଇଁ। କାହିଁକି ନା ସୋସିଆଲ ସାଇନ୍ସ ଟା ପଢିକି ସାରିବାଟା ବହୁତ କଷ୍ଟ, କିନ୍ତୁ ମୁଁ ଚେଷ୍ଟା କରିବି ତମମାନଙ୍କୁ ସବୁ ସିଲେକ୍ଟେଡ କ୍ୱେଶ୍ଚିନ୍ ଦେବା ପାଇଁ, ଯାହାକି ଏକ୍ଜାମରେ ବାର ବାର ଆସୁଛି ହେଲା। ବୁଝିପାରିଲ ପିଲାମାନେ? ତ ଆଜି ଯିବା କେମିତି କ୍ୱେଶ୍ଚିନ୍ ଆସିଥିଲା 25ରେ, ଦେଖିବା। ତ ମଣିଷ ଶରୀର ତାପମାତ୍ରା ଅଧିକ ହୋଇଗଲେ କଣ କରିବ? ନା ସେ କହିଲା ଅପସନ ନମ୍ବର କଣ ହବ? ବି ହବ ହେଲା। ଶରୀରକୁ କମ୍ବଳରେ ଘୋଡେଇବ। ଆରେ କମ୍ବଳରେ ତ ଅଲରେଡି ତ ଗରମ ଅଛି, ପୁଣି କମ୍ବଳ କଣ ଘୋଡେଇବ? ମୁଣ୍ଡ ଧୋଇବ ହେଲା। ତାପରେ ଯିବା 32 ନମ୍ବର। 32 ନମ୍ବର କ୍ୱେଶ୍ଚିନ୍ ଦେଖ, ଭଲସେ ପଢ। 32 ନମ୍ବର କଣ କହିଲା? ନିମ୍ନଲିଖିତ କେଉଁଟି ଠିକ ଅଛି, କେଉଁଟି ଭୁଲ? ଭୁଲ ଉକ୍ତି ହେଲା। ପ୍ରାଥମିକ ଚିକିତ୍ସା କେବଳ ଡାକ୍ତରଙ୍କ ଦ୍ଵାରା ହୋଇଥାଏ। ଥର୍ମୋମିଟର ଶରୀର ତାପମାତ୍ରା ମାପିଥାଏ। କୁକୁର କାମୁଡ଼ିଲେ କ୍ଷତ ସ୍ଥାନରେ ପରିଷ୍କାର କନାରେ କଣ କରିବା? ବାନ୍ଧିଦେବା। ନାକରୁ ରକ୍ତ ପଡିଲେ ପାଟି ଦ୍ଵାରା ଶ୍ୱାସକ୍ରିୟା କରିବା। କଣ ହବ? ନା ଅପସନ ଏ ହବ। ପ୍ରାଥମିକ ଚିକିତ୍ସା ତମେ ଚାହିଁଲେ ଘରେ ବି ନିଜେ କରିପାରିବ ହେଲା। ସେଇଥିପାଇଁ ଲେଖିଛି ପ୍ରାଥମିକ ଚିକିତ୍ସା ହେଲା। ଅପସନ ନମ୍ବର ଏ ହବ। ତାପରେ ଯିବା 33 ନମ୍ବର। 33 ନମ୍ବରଟା କଣ କହିଲା ପିଲାମାନେ? 33 ନମ୍ବରଟା କହିଲା ନିମ୍ନଲିଖିତ କେଉଁ ଗଛରେ କଣ୍ଟା କେଉଁ ଗଛରେ କଣ୍ଟା ହେଉଛି ଏକ ପତ୍ର ଭାବରେ ରୂପରେ ବ୍ୟବହାର କରାଯାଏ? ମାନେ କୋଉଟା? ଗଛଟା ଅଲରେଡି ଗୋଟେ କଣ୍ଟା, ଗଛର ଯୋଉ ପତ୍ରଟା କଣ୍ଟା ଭଳିଆ ହେଇଯାଇଛି। କେଉଟା? ଲେମ୍ବୁ ଗଛ ତ ହବନି, ବରକୋଳି ତ ହବନି, ବେଲ ବି ହବନି, ସିଜୁ ଗଛ। ସିଜୁ ଗଛ ତମେ ଦେଖିଛ କଣ? ଏମିତି ସବୁ ଗଛଟା ହେଇଥିବ, ଏମିତି କଣ୍ଟା କଣ୍ଟା ସବୁ ବାହାରିଥିବ। ସେଇଟା କଣ? ସେଇଟା ହଉଛି ଆର ପତ୍ର। ତାପରେ 34 ନିମ୍ନଲିଖିତ କେଉଁ ଉଦ୍ଭିଦର ମୂଳରେ ଗ୍ରନ୍ଥି ନଥାଏ? କୋଉଟା ନଥାଏ? ମଟରରେ। 34D ମଟରରେ ନଥାଏ ହେଲା। ତାପରେ 36 ନମ୍ବର ହେଲା। 36 ନମ୍ବର ହେଲା ଅଙ୍ଗାରକାମ୍ଳ ଗ୍ୟାସକୁ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରାଯାଏ? କେଉଁ କାର୍ଯ୍ୟରେ? ସମସ୍ତ ପ୍ରକାର ହେଲା। ଅପସନ ନମ୍ବର କଣ ହବ? ଡି ହବ, ସମସ୍ତ। ନିଆଁ ଲିଭେଇବାରେ, ଥଣ୍ଡା ପାନୀୟ ପ୍ରସ୍ତୁତିରେ, ସବୁଜ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତିରେ କରେ। କଣ କରେ? ଆରେ ଆମେ ସିନା ନିଅନ୍ତି କଣ ଅମ୍ଳଜାନ ନିଅନ୍ତି, କିନ୍ତୁ ସିଏ ତ ନିଏ ଅଙ୍ଗାରକାମ୍ଳ ହେଲା। ତାପରେ ଯିବା ପିଲାମାନେ, ଥର୍ମୋମିଟରର ଉଦ୍ଭାବକ କିଏ? ଗାଲିଲିଓ ହେଲା। ମୁଁ କହିଛି, ବାର ବାର କହିଛି, ବହୁତ ଥର କହିଛି ପିଲାମାନଙ୍କୁ ଏସବୁ। ଥର୍ମୋମିଟର ହେଲା, ଥର୍ମୋମିଟର, ରେଡିଓ, ଏରା ସବୁ ରଖିଦିଅ, ମନେ ରଖିଥିବ ହେଲା। ତମର ଯୋଉ ସାଇନ୍ସ ପଢିବ ନାଇଁ ନା, ଏ ଯୋଉ 5th କ୍ଲାସର ବହିରେ ଯାହା ବି ରହିଛି, ସୋସିଆଲ ସାଇନ୍ସ ହଉ, ତମର ସାଇନ୍ସ ହଉ, ସବୁ ଜିନିଷ ପଢିବ ଏଇଥିରୁ ହେଲା। ଟିକେ ଆଡଭାନ୍ସ ଲେଭେଲର ଏକ୍ସଟ୍ରା 4ଟାରୁ 3ଟା କ୍ୱେଶ୍ଚିନ୍ ଏକ୍ସଟ୍ରା କ୍ୱେଶ୍ଚିନ୍ କେତେଟା ପକେଇଦବ ହେଲା। ତାପରେ କହିଲା ବ୍ୟାଟେରୀ ଭିତରେ ଥିବା ଶକ୍ତିକୁ କେଉଁ ଶକ୍ତି କୁହାଯାଏ? ରାସାୟନିକ ଶକ୍ତି ହେଲା। କେଉଁ ମୁଁ କହିବି ତାପ ଶକ୍ତି କଣ, ଆଲୋକ ଶକ୍ତି କଣ, ବିଦ୍ୟୁତ ଶକ୍ତି କଣ, ରାସାୟନିକ ଶକ୍ତି କଣ, ଏରା ସବୁ କହିବି ହେଲା। ଆଉ ଥରେ କହୁଛି, ଆମର ଡେଲି ରାତି 9ଟାରେ ଆମର କଣ ହବ ନା, ଆମର ଥିଓରିଟିକାଲ କ୍ଲାସ ହଉଛି ମ୍ୟାଥ, ଇଂଲିଶ, ସୋସିଆଲ ସାଇନ୍ସ, ଜେନେରାଲ ସାଇନ୍ସ, ସବୁ ଜିନିଷ ମୁଁ ପଢଉଛି ମାଗଣାରେ ହେଲା। କୌଣସି ପ୍ରକାର ଗୋଟେ ବି ଟଙ୍କା ବି ଚାର୍ଜ କରିବି ନାହିଁ, ସବୁ ମାଗଣାରେ ପଢେଇବି ହେଲା। ଯେମିତି ତମକୁ ମାଗଣାରେ ପଢେଇଥିଲି କଣ, ନବୋଦୟ ପଢେଇଥିଲି, ସେମିତି ଆଦର୍ଶ ପଢା ହବ ହେଲା। ବୁଝିପାରିଲ ନା ନାହିଁ? କେବଳ ମୋ ସହିତ ଜଏନ ହେଇକି ରୁହନ୍ତୁ। ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ ଆଣ୍ଡ ସେୟାର କରନ୍ତୁ। ବହୁତ ଥର କହୁଛି, ଯଦି ଭଲ ଲାଗିବ କମେଣ୍ଟ ମଧ୍ୟ କରନ୍ତୁ। ତାପରେ ନିମ୍ନଲିଖିତ କେଉଁଠି ଏକ ବିଦ୍ୟୁତ ଶକ୍ତି ଉତ୍ପାଦକ ନୁହେଁ? କୋଉଟା ନୁହେଁ? ଆରେ ଆମେ ପବନରୁ ବିଦ୍ୟୁତ ପାଉଛନ୍ତି, ଜଳରୁ ପାଉଛନ୍ତି, ଜୁଆରରୁ ପାଉଛନ୍ତି, କିନ୍ତୁ ମାଟିରୁ ପାଉଛନ୍ତି? ପାଉନାହାନ୍ତି। ତ ମାଟି ହବ। ତାପରେ କୁହ, ଏଇ ଯୋଉ ଚିତ୍ରରେ ଦେଖୁଛ, କଣ ଦେଖୁଛ? ଯୋଉ ଚିତ୍ରରେ ଦେଖୁଛ, ପରୀକ୍ଷାରେ କଣ ହେଇଛି? ତ ଏଇଟା ଆଇସ ରଖିଛ। ତମେ ଦେଖିଛ ନା, ଗୋଟେ ଥଣ୍ଡା ବୋତଲ ଯେତେବେଳେ ଆଣ, କଣ ହୁଏ? ତା ଚାରିପଟେ ସାଇଡରେ ପୁରା ଏମିତି ଜଳ କଣା ଭଳିଆ ଏମିତି ଥାଏ ନା? ଦ୍ୟାଟ୍ସ କଲ୍ଡ କଣ? ଜଳୀୟ ବାମ୍ଫ ହେଲା, ଜଳୀୟ ବାଷ୍ପ। ବୁଝିଲ ନାହିଁ? ତାପରେ ରୋଗୀ ସହିତ ମିଶି
ଗୋଟିଏ ଥାଳିରେ ଖାଇବା ଦ୍ୱାରା ନିମ୍ନଲିଖିତ କେଉଁ ରୋଗ ଗୁଡ଼ିକର ସୁସ୍ଥ ରୋଗକୁ ସଂକ୍ରମିତ ହୋଇଥାଏ? ମନେକର ତମକୁ ଗୋଟେ ରୋଗ ହେଇଛି ହେଲା, ତମେ ଗୋଟେ ଭଲ ଲୋକ ସହିତ ଖାଉଛ, ତାହେଲେ ତମେ କଣ ହବ? ସଂକ୍ରମିତ ହେଇଯିବ, ସେ ଖରାପ ଲୋକଟା, ସେ ଯୋଉ ଭଲ ଲୋକଟା ସଂକ୍ରମିତ ହେଇଯିବ ହେଲା, ବୁଝିପାରିଲ ନା ନାଇଁ? ତାହେଲେ କୋଉଟା ହବ? 40 ନମ୍ବର କଣ ହବ? ଅପସନ ବି ହେଲା। ବି କଣ? ସାଧାରଣ ଥଣ୍ଡା, ଥଣ୍ଡା ହେଇଥିଲେ ଥଣ୍ଡା ହବ। 3 କଣ? କୃମି। ତାପରେ ଯିବା କେଉଁ ଉକ୍ତିଟି ଭୁଲ? କେଉଁଟା ଭୁଲ? ଯକ୍ଷ୍ମା ରୋଗ ବ୍ୟାପିବାର ମାଧ୍ୟମରେ ହେଉଛି ବାୟୁ, ବାୟୁ ଦ୍ୱାରା ବ୍ୟାପେ ଯକ୍ଷ୍ମା, ହଇଜା ବ୍ୟାପେ କାହା ମାଧ୍ୟମରେ? ଜଳ ମାଧ୍ୟମରେ। ଠିକ ଅଛି, ଇଏ ବି ଠିକ ଅଛି, ଠିକ ଅଛି। ହଇଜା ରୋଗ ବ୍ୟାପେ ମଧ୍ୟ କାହା ଦ୍ୱାରା? ଖାଦ୍ୟ ଦ୍ୱାରା। ତାପରେ କାମଳ ରୋଗ ବ୍ୟାପେ ବାୟୁ ଦ୍ୱାରା, ଏଇଟା ଭୁଲ ଅଛି ହେଲା। ଅପସନ ନମ୍ବର ଡି ହବ। ସେ ପଚାରୁଛି କୋଉଟା ଭୁଲ ବା, ଅପସନ ଡି ହବ। ତାପରେ 42 ନମ୍ବର କହିଲା ନିମ୍ନଲିଖିତ କେଉଁ ଆବର୍ଜନା ସାର ତିଆରିରେ ଆମକୁ ବ୍ୟବହାର କରାଯାଏ? କୋଉଟା? ଗାଈର ଗୋବରରେ ହେଲା। ଗାଈର ଗୋବର ଆମେ କଣ କରନ୍ତି? ସାର ତିଆରି କରନ୍ତି। ତାପରେ ପକ୍ଷୀ ମାନଙ୍କର କେଉଁ ଅଙ୍ଗଟି ସେମାନଙ୍କୁ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ? କୋଉଟା କରେ? ଲାଞ୍ଜ ହେଲା। ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ। ମାଛ ସ୍ଥଳ ଭାଗରେ ମରିଯାଏ, ତାର କାରଣ କଣ? ମାଛକୁ ଯେତେବେଳେ ତମେ ପାଣିରୁ ଆଣିବ ଖୋଲିକି, ସେ ମରିଯିବ। କାହିଁକି? କଣ ପାଇଁ ମରିଯିବ? ସେ ଶ୍ୱାସକ୍ରିୟା କରିପାରେ ନାହିଁ। କାହିଁକି? ସେ ତା ଗାଲି ମାଧ୍ୟମରେ ଶ୍ୱାସକ୍ରିୟା କରେ। ମାଛ ଯୋଉ ଗାଲି ନାହିଁ, ଗାଲିଟା ଦେଖିବ ସେଇ ମାଧ୍ୟମରେ କଣ କରେ ନା, ଜଳରେ ଥିବା ଅମ୍ଳଜାନରୁ କଣ କରିବ? ସେ ଗାଲି କଣ କରିବ ନା, ସେ ଜଳରୁ ଅମ୍ଳଜାନ ଟାକୁ ଖୋଲିକି ତା ଶରୀରରେ ବ୍ୟବହାର କରିବ। କିନ୍ତୁ ତମେ ଯେତେବେଳେ ତାକୁ ପାଣିରୁ ଖୋଲିକି ନେଇ ଆସିବ, ସେ ଯୋଉ ଗାଲି ବାଟ ଦେଇ ଆଉ ତ ଜଳ ଯିବନି, ପବନ ଯିବ, ଯାହାଫଳରେ କଣ ହେଇଯିବ? ସେ ମରିଯିବ ହେଲା। ତାପରେ କେଉଁ ଜୀବଟିକୁ କୃଷିର ବନ୍ଧୁ ବୋଲି କୁହାଯାଇଛି? କାହାକୁ କୁହାଯାଇଛି? ଜିଆ। ଆରେ ଜିଆ କୃଷିର କଣ ବନ୍ଧୁ? କାହିଁକି ନା ଯେତେବେଳେ କୃଷି ଚାଷ କରେ, ସେ ଚାହେଁ ତାର ମାଟିଟା କଣ ହୁଏ ନା, ଆମର ଫପସା ରୁ ପୁରା ଉର୍ବର ରୁ। କିନ୍ତୁ ଏ ଜିଆ ରହିଲେ କଣ ହବ? ମାଟିଟାକୁ ତଳ ଉପର କରିବ, ଯାହାଫଳରେ କି କଣ? ମାଟି ଫପସା ରହିବ, ଉର୍ବର ରହିବ ହେଲା। ତାପରେ ଯିବା, ଗଲା କେତେ ନମ୍ବର ଗଲା? ତ ପିଲାମାନେ ଜେନେରାଲ ସାଇନ୍ସ ସବୁ କର, ଚେଷ୍ଟା କର କରିବା ପାଇଁ। କଣ କହିছে? ପ୍ରଥମ କ୍ୱେଶ୍ଚିନ୍ ପଢ। କହିଲା କେଉଁ ମୃତ୍ତିକାରେ ଭଲ ନଡ଼ିଆ ଚାଷ କରାଯାଏ? କୋଉ ମୃତ୍ତିକାରେ? ଆମେ ଜାଣିଛନ୍ତି ଭଲ ଭାବରେ। ବି ଅପସନ ବି, ଲୁଣି ମାଟିରେ। ଲୁଣି ମାଟିରେ କଣ ହବ? ବହୁତ ପରିମାଣ ଦେଖିଛ ନା, ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ କଣ ହୁଏ ନା, ଅଧିକ ସବୁ କଣ ଥାଏ? ନଡିଆ ଥାଏ। କୋଉ ଗଛ ଥାଉ କି ନଥାଉ, କିନ୍ତୁ ନଡିଆ ଗଛ ପ୍ରବଳ ଥିବ ହେଲା। ତାହେଲେ କୋଉଟାରେ? ନା ଲୁଣିଆ ମାଟିରେ, ଲୁଣିଆ ମୃତ୍ତିକାରେ ଅଧିକ ହୁଏ ହେଲା। ଯୋଉଟା ଲୁଣା ମୃତ୍ତିକା। ତାପରେ କେଉଁଠି ରାଜସ୍ଥାନର ଏକ ପକ୍ଷୀ ଅଭୟାରଣ୍ୟ ବୋଲି କୁହାଯାଇଛି ହେଲା। ମୁଁ ତମକୁ କହିଦେବି ସବୁ ପକ୍ଷୀ ଅଭୟାରଣ୍ୟ ଗୁଡିକ, ସବୁ ମୃତ୍ତିକା ବିଷୟରେ, ଏରା ସବୁ ପଢେଇବି ହେଲା। ପଢେଇବି ସବୁ। କୋଉଟା? ନା ଭରତ। ବୁଝିପାରିଲ ନା? ଅପସନ ଡି 47, ଅପସନ ଡି ହବ ଭରତପୁର। ବୁଝିପାରିଲ ନା? ଏଟା ଗୋଟେ ଭରତପୁର କଣ ନା, ଗୋଟେ ପକ୍ଷୀ ଉଦ୍ୟାନ କୋଉଠି? ନା ରାଜସ୍ଥାନରେ ଅଛି। ତାପରେ ନିମ୍ନଲିଖିତ କେଉଁଠି ମଧ୍ୟପ୍ରଦେଶର ଏକ ମାଙ୍ଗାନିଜ ଖଣି? ମାଙ୍ଗାନିଜ ଖଣି କୋଉଠିକାର? ନା ମଧ୍ୟପ୍ରଦେଶର ଗୋଟେ ମାଙ୍ଗାନିଜ ଖଣି। ଆଙ୍କ ଭିତରୁ କୋଉଠି କୋଉଠି ଅଛି? 48 ଏ ହବ। କଣ ହବ? ବାଲଘାଟ। ବାଲଘାଟରେ ଅଛି କଣ? ମାଙ୍ଗାନିଜ ଖଣି। ମଧ୍ୟପ୍ରଦେଶରେ ଆଉ କଣ କଣ ସବୁ ଖଣି ଅଛି ହେଲା, ସେ ସବୁ ମଧ୍ୟ ଜାଣିବା। ମୋତେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧୀନତା ଦେବି। କିଏ କହିଥିଲେ ରେ? ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ଚନ୍ଦ୍ର ବୋଷ କହିଥିଲେ କଣ? ମୋତେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧୀନତା ଦେବି। ତାପରେ 50 ନମ୍ବର କଣ କହିଲା? କହିଲା କିଏ ଜେନେରାଲ ଡାୟରକୁ ହତ୍ୟା କରିଥିଲା? କିଏ ଜେନେରାଲ ଡାୟରକୁ ହତ୍ୟା କରିଥିଲା? କିଏ କରିଥିଲା? ଉଧମ ସିଂ। ଅପସନ ନମ୍ବର ସି ହବ ଉଧମ ସିଂ। ବୁଝିପାରିଲ ନା ନାହିଁ? ଉଧମ ସିଂ ହତ୍ୟା କରିଥିଲେ କାହାକୁ? ଜେନେରାଲ ଡାୟରକୁ। ତାପରେ କଣ ପାଇଁ ହତ୍ୟା କରିଥିଲେ? ପଢେଇବି ତମକୁ। ଯେତେବେଳେ ଜାଲିଆନବାଗ ହତ୍ୟାକାଣ୍ଡ ହେଲା, ସେତେବେଳେ ଏଇ ଯୋଉ ଜେନେରାଲ ଡାୟର କଣ କରିଥିଲେ ନା, ଆଦେଶ ଦେଇଥିଲେ କାହାକୁ? ଜେନେରାଲ ଡି ଡାୟରଙ୍କୁ କହିଥିଲେ ଯାଅ ଆଖି ବୁଜିକି ଗୁଳି ଚଲାଅ। ସେଇଥିପାଇଁ ରାଗିକି ଉଧମ ସିଂ କଣ କଲେ? ଯାଇକି ତାଙ୍କୁ ପୁରା ତାଙ୍କର ଯୋଉ ଜେନେରାଲ ଆସେମ୍ବଲି ଅଛି, ସେଇ ତାଙ୍କୁ ଗୁଳି ମାରିଥିଲେ ହେଲା। ତାପରେ କେଉଁ ଯନ୍ତ୍ର ସାହାଯ୍ୟରେ ମଦ୍ୟପ ଗାଡି ଚଲାଉଥିଲା ବେଳେ ତାଙ୍କୁ କଣ କରାଯାଏ? ଇଏ କରାଯାଏ। ଯେତେବେଳେ ଦେଖିଥିବ
ଲୋକମାନେ ଯୋଉ ଡ୍ରାଇଭିଂ କଲା ଡ୍ରିଙ୍କ ଆଣ୍ଡ ଡ୍ରାଇଭରେ କଣ କରାଯାଏ? ଗୋଟେ ତାଙ୍କୁ ପାଟିରେ ଗୋଟେ ପୁରେଇ ଦିଅନ୍ତି ଗୋଟେ ମେସିନଟେ। ତାକୁ କଣ କହିବା? ବ୍ରିଥାଲାଇଜର ହେଲା। ବ୍ରିଥାଲାଇଜର କଣ ହବ ନା ସିଏ ଦର୍ଶାଇ ଦବ ଲୋକଟା କେତେ ଆଲକୋହଲ ୟୁଜ କରିଛି। ତାପରେ ଯିବା 52 ନମ୍ବର କ୍ୱେଶ୍ଚିନ୍। 52 ନମ୍ବର କ୍ୱେଶ୍ଚିନ୍ ଦେଖ 52 ନମ୍ବର କ୍ୱେଶ୍ଚିନ୍ କଣ କହିଲା? 52 ନମ୍ବର କ୍ୱେଶ୍ଚିନ୍ କହିଲା ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ଵାରା ଲୋକମାନଙ୍କ ପାଇଁ। କିଏ କହିଥିଲା? ଆବ୍ରାହମ ଲିଙ୍କନ କହିଥିଲା ହେଲା। ତାପରେ ଯୋଉ 53 କହିଲା କେଉଁ ମନ୍ଦିରଟି ଏକ ଚଳନ୍ତା ରଥ? ଯାଇଛ ନା କୋଣାର୍କ? ଚଳନ୍ତା ରଥ କୋଣାର୍କ ହବ ହେଲା। ତାପରେ ନିମ୍ନଲିଖିତ କେଉଁଟି ଏକ ଏରାରେ ବୁଝେଇବାର କଣ ଅଛି ପିଲାମାନେ? ଏରା ସବୁ ଘୋଷିବ ହେଲା। ମୁଁ ତମକୁ ମିନିମମ୍ ଆପ୍ରୋକ୍ସିମେଟଲି ପାଖାପାଖି 500 ଭଳିଆ କ୍ୱେଶ୍ଚିନ୍ ତମକୁ କହିଦେବି। ପୁରା ସେଇଥିରୁ ଖାଲି 500 କ୍ୱେଶ୍ଚିନ୍ ଘୋଷିକି ଯିବ, ସେଇଥିରୁ ହିଁ ନିହାତି କ୍ୱେଶ୍ଚିନ୍ ଆସିବ ହେଲା। ରିପିଟେଡ୍ କ୍ୱେଶ୍ଚିନ୍ ତମର ଆସୁଛି। ନିମ୍ନଲିଖିତ କେଉଁଟି ଏକ ତୈଳବୀଜ ଅଟେ? କୋଉଟା? ଜଡା। ଜଡା। ତାପରେ କହିଲା ନିମ୍ନଲିଖିତ କେଉଁ କଣ ଅକ୍ଷାଂଶଟି ପୃଥିବୀର 2 ଭାଗକୁ ବିଭକ୍ତ କରୁଛି? ତାମାନେ ପୃଥିବୀ ମାନଙ୍କରେ ଏମିତି ଅଛି, ତାକୁ କିଏ 2 ଭାଗ କରୁଛି? କିଏ 2 ଭାଗ କରୁଛି? କହିବି ତମକୁ କର୍କଟ ରେଖା କଣ, ମକର ରେଖା କଣ, ବିଷୁବ ରେଖା କଣ, ହେଲା ସବୁ ବାଜିବ ହେଲା। ତାମାନେ କଣ ହବ? ସି ହବ ବିଷୁବ ରେଖା। ବିଷୁବ ରେଖା କଣ କରୁଛି? 2 ଭାଗରେ ସମାନ ଭାଗରେ ଭାଗ କରୁଛି ହେଲା। ତାପରେ ବଙ୍ଗୋପସାଗରରେ ଅବସ୍ଥିତ ଦ୍ୱୀପର ନାମ କଣ? ଆଣ୍ଡାମାନ ନିକୋବର। ଏଇଟା ଯୋଉ ଭାରତ, ଭାରତର ଏଇ ଯୋଉ ମାନଚିତ୍ର ଗଲା ଭାରତ, ଏଇଟା ମୁଁ ଖାଲି ଗୋଟେ ରଫଲି କରିଦଉଛି। ଏଇ ଜାଗାରେ କଣ ଅଛି? ଆଣ୍ଡାମାନ ନିକୋବର ଅଛି। ବୁଝିପାରିଲ ନା ନାହିଁ? 56 ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ତାପରେ ଦେଖ ତାପରେ କଣ କହିଲା? ନିମ୍ନଲିଖିତ କେଉଁ କାରଣଟି କୌଣସି ସ୍ଥାନର ଜଳବାୟୁକୁ ପ୍ରଭାବିତ କରେ? କୋଉଟା? କୋଉଟା ପ୍ରଭାବିତ କରେ ଜଳବାୟୁକୁ? 57 ନମ୍ବର କଣ? ଅପସନ ଡି ହବ। ସମସ୍ତ ଆରେ ବୃଷ୍ଟିପାତ ଜଳବାୟୁକୁ ପ୍ରଭାବିତ କରେ, ବାୟୁ ବି ପ୍ରଭାବିତ କରେ, ସମୁଦ୍ର ଦ୍ଵାରା ସମୁଦ୍ର କେତେ ଦୂରରେ ଅଛି? ବୁଝିପାରିଲ ନାହିଁ? ସମସ୍ତ ପ୍ରକାର। ତାପରେ ଯୋଉ 58 ନମ୍ବର କଣ କହିଲା? କହିଲା ଓଡିଶାର କେଉଁଠାରେ ଏକ କାଗଜ ଶିଳ୍ପ ଅଛି? ଓଡିଶାରେ କେଉଁଠାରେ ଗୋଟେ କାଗଜ ଶିଳ୍ପ ଅଛି? ଅପସନ ନମ୍ବର ଏ ବ୍ରଜରାଜ ନଗରରେ ଅଛି ହେଲା। ଭାରତର କଣ? ଭାରତର ସଂସଦ ଭବନ କେଉଁଠାରେ ଅଛି? ଆମର ଯୋଉ ଭାରତର ଯୋଉ ସଂସଦ ଭବନ ଅଛି, ସେ କେଉଁଠାରେ ଅଛି? କୋଉଠି ଅଛି? ଦିଲ୍ଲୀରେ ଅଛି। ବୁଝିପାରିଲ ନାହିଁ? ତାପରେ ହେଲା ଅସହଯୋଗ ଆନ୍ଦୋଳନ କେବେ ଆରମ୍ଭ ହେଇଥିଲା? କହିଛି ଏରା ସବୁ ଜିନିଷ ଗୁରା ମୁଁ ପଢେଇବି ହେଲା। ତମେ ରାତି 9ଟାରେ ତମକୁ ବାର କହିଦଉଛି, ରାତି 9ଟାରେ ତମର ଷ୍ଟାର୍ଟ ହବ କଣ? ଆମର ଯୋଉ ଆଦର୍ଶ ପାଇଁ ରାତି 9ଟାରେ ମ୍ୟାଥ କ୍ଲାସ କରେଇବି, ତା ସହିତ ସୋସିଆଲ ସାଇନ୍ସ ଆଣ୍ଡ ଆମର ଯୋଉ ସୋସିଆଲ ସାଇନ୍ସ ଆଣ୍ଡ ଜେନେରାଲ ସାଇନ୍ସ ଦିଟାଙ୍କ ମିଶିକି କରେଇବା ହେଲା। ସେଇଥିରୁ 30ଟା ଲେଖା କ୍ୱେଶ୍ଚିନ୍ ଡେଲି କରେଇବା। ବାକି ମ୍ୟାଥର ଥିଓରିଟିକାଲ କ୍ଲାସ ବର୍ତ୍ତମାନ ଷ୍ଟାର୍ଟ କରିବି। ତମର ମ୍ୟାକ୍ସିମମ୍ 6ଟା ସବଜେକ୍ଟ ମ୍ୟାଥରେ ପଡିବ ହେଲା। ସେଇ ସବଜେକ୍ଟ ଗୁଡା କ୍ଲିୟର କରିସାରିଲା ପରେ ତାପରେ ତମକୁ କ୍ୱେଶ୍ଚିନ୍ ପ୍ରାକ୍ଟିସ କରେଇବି। ତମର ପରୀକ୍ଷା ରହିଲା ମାତ୍ର ତମର ହାତରେ ରହିଲା ଆଉ 30 ଦିନ ହେଲା। 30 ଦିନ ଭିତରେ ପରୀକ୍ଷା ହେଇଯିବ। ତାପରେ ଦେଖିବା। ଚେଷ୍ଟା କର। ଭାରତର ସଂସଦ ଭବନ ହେଲା ଗଲା ଦିଲ୍ଲୀ। ତାପରେ ଅସହଯୋଗ ଆନ୍ଦୋଳନ କୋଉଠାରେ ହେଇଥିଲା? ଅପସନ ବି 1900 କେବେ ହେଇଥିଲା? 1920 ରେ ହେଇଥିଲା। ପିଲାମାନେ ଆଶା କରୁଛି ତମମାନଙ୍କୁ ସବୁ ଭଲ ଲାଗିଥିବ। ସେସନଟି ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସେୟାର କରିବ, ସବସ୍କ୍ରାଇବ କରିବ। ରହୁଛି ପିଲାମାନେ, ଜୟ ଜଗନ୍ନାଥ। ୟା ପରେ ନେକ୍ସଟ କ୍ଲାସରେ ଆମେ ଇଂଲିଶ କରିବା ହେଲା। ଇଂଲିଶ କରିବା। ରହୁଛି ପିଲାମାନେ, ଜୟ ଜଗନ୍ନାଥ।